सद्गुरुदेव शिव मुनि महाराज की जय। मनुष्य भगवान की जय। अखिल भूमंडलीय सर्वशिरोमणि मुनि समाज की जय। आज सर्वप्रथमे आत्मदेव को स्तुति करी आत्मज्ञान विषय किसी आलोचना करने को जाऊँगी। तत्संगे संगे समस्त मुनि मुनिमती और जिज्ञासु जनता जनार्दन को मोर सत्प्रेम जय जी। आज आम आलोचना करिबा जे आत्मबल द्वारा रोगर चिकित्सा। प्रकृत रे तत्व हेउछि एक। लोके बुझिया पाई ईश्वर जीव और संसार एहिपरि तीन भागे विभक्त करिथांती। पुणी प्रति भाग परम ब्रह्म ब्रह्म ईश्वर जीव एवं संसार एहिपरि पांच भागे विभक्त करती। अस्थि चर्म मांस आदि शरीरर जड़ अंश गुड़िक संसार श्रेणीभुक्त। यही पांचटी किपरि एक यह एक गूढ़ प्रश्न। बड़ गणित प्रश्नर समान करियाकु हेले सेहीपरि एक छोट प्रश्नर समाधान प्रथमे करा जाए परे जटिल गणितर समाधान करती। ये विश्व ब्रह्मांडर विश्व ब्रह्मांडरे शरीर एक क्षुद्र रूप। यीशु कहिछन्ति जे प्रथमे निजकु जान तापरे संसार को जान। वेदरे मध्य अछि जे आत्मा बारे श्रोतव्य मंतव्य निदिध्यासितव्य। तार अर्थ हेउछि प्रथमे निजकु जानिले आमे संसार को जानी पारिया। आमर इच्छा द्वारा जो चलिबा बसिबा खाइबा पीबा आदि कार्य हुए ताकु ज्ञात शक्ति कहती। यही शक्तिर नाम होछि मनोमय आत्मा जीव। जो कार्य आमे न जानी मध्य छाए छाए हुए यथा हृदस्पंदन रक्त संचालन और श्वासक्रिया आदि को अज्ञात शक्ति कहती बा ईश्वर शक्ति कहती। यही शक्ति द्वारा मनुष्य पशुपक्षी रक्त संचालन हुए, वृक्षरे रक्त संचालन हुए, नदी और वायु प्रवाहित हुए, सूर्योदय हुए, चंद्र प्रकाश हुए, ग्रह नक्षत्र मध्य चलन होता है। अस्थि मांस मज्जा और बीर्य यही अज्ञात शक्ति द्वारा आमे न जानले मध्य ताहा तैयारी हुए। यही शक्ति आम नियंत्रण न थाए किंतु योग विधि रे मनुष्य यही अज्ञात शक्ति को बा जहाँ को कहा जाए ईश्वर शक्ति को निज नियंत्रण रे रखि पारिबो। श्वास प्रश्वासर गति रो हृत्पिंड आदिर गति को मनीष निज नियंत्रण रे योग विद्या द्वारा करि पारिबो। तेणु मनुष्य होछि महान। सूर्य पृथ्वी ठारू 1000 गुणा बड़ हेले मध्य निज इच्छा रे से चली पारिबो नाही बा चली पारे नाही। सूर्य चंद्र तारा सबू अज्ञात शक्तिर बा ईश्वर शक्तिर अधीन। विराट पृथ्वीर माध्याकर्षण थिले मध्य मनुष्य निज इच्छा अनुसारे
ଡିଆଁଡେଇ କରେ ଏବଂ ବିଭିନ୍ନ କାର୍ଯ୍ୟ ନିର୍ଦ୍ୱନ୍ଦ୍ୱରେ ବା ବିନା ବାଧା ବିଘ୍ନରେ କରିପାରେ। ସୂର୍ଯ୍ୟ ପୂର୍ବରୁ ପଶ୍ଚିମକୁ ଗତି କରେ, କିନ୍ତୁ ଦ୍ୱିପ୍ରହର ବେଳେ ସେ ଇଚ୍ଛା କରି ପୂର୍ବକୁ ଫେରିପାରେ ନାହିଁ କି ଫେରିପାରିବ ନାହିଁ। ମଣିଷ ପଶ୍ଚିମ ଦିଗକୁ ଗଲାବେଳେ ଇଚ୍ଛା ନହେଲେ ସେ ପୂର୍ବକୁ ଫେରିଆସେ କିମ୍ବା ନିଜ ଘରକୁ ଫେରିଆସେ। କାରଣ ମନୁଷ୍ୟ ଚେତନ ଓ ସୂର୍ଯ୍ୟ ଜଡ଼ ଓ ଆତ୍ମା ବା ଚେତନର ସିଏ ହେଉଛି ଅଧୀନ। ତେଣୁ ସେ ନିଜ ଇଚ୍ଛାରେ ଚଳପ୍ରଚଳ ହୋଇପାରିବ ନାହିଁ। ଅନ୍ତରାତ୍ମା ବା ଅଜ୍ଞାତ ଶକ୍ତି ଈଶ୍ୱର ଶକ୍ତି ଅଟେ। ଏହା ଆତ୍ମାର ବିନା ସାହାଯ୍ୟରେ କିଛି କରିପାରିବ ନାହିଁ। ଆତ୍ମା ଶରୀରରୁ ଚାଲିଗଲା ପରେ କୌଣସି କାର୍ଯ୍ୟ ହୁଏ ନାହିଁ। ତେଣୁ ଆତ୍ମା ଈଶ୍ୱର ଠାରୁ ହେଉଛି ଶକ୍ତିଶାଳୀ। ଆତ୍ମା ନିଜେ କିଛି ନ କଲେ ମଧ୍ୟ ଏହା ପ୍ରକାଶ୍ୟରେ ସବୁ ହୁଏ। ତେଣୁ ମନୁଷ୍ୟାତ୍ମା ଶ୍ରେଷ୍ଠ। ଯେପରି ସଂଘ ବା କମ୍ପାନୀର ଶକ୍ତି ଜଣେ ବ୍ୟକ୍ତିଠାରୁ ଅଧିକ, ସେହିପରି ସମୂହ ଆତ୍ମା ବା ବିଶ୍ୱବ୍ରହ୍ମାଣ୍ଡର ସମୂହ ଆତ୍ମାର ଶକ୍ତିକୁ ପରମାତ୍ମା, ପରଂବ୍ରହ୍ମ ବା ଶିବ କୁହାଯାଏ। ଯେପରି ସଦସ୍ୟ ବ୍ୟତୀତ ସଂଘର ବ୍ୟକ୍ତିତ୍ୱ ନଥାଏ, ସେହିପରି ଆତ୍ମାକୁ ଛାଡ଼ି ପରଂବ୍ରହ୍ମଙ୍କ ବ୍ୟକ୍ତିତ୍ୱ ନଥାଏ। ମନୁଷ୍ୟର ସ୍ୱପ୍ନ ସଂସାର ନିଜ ମନ ଦ୍ୱାରା ରଚନା ହୁଏ ଓ ଭାଙ୍ଗିପାରେ। ପରଂବ୍ରହ୍ମ ବ୍ରହ୍ମାଣ୍ଡକୁ ନିଜ ଇଚ୍ଛା ଅନୁସାରେ ସୃଷ୍ଟି କରିପାରେ ଓ ଭାଙ୍ଗିପାରେ ବା ଧ୍ୱଂସ କରିପାରେ। ସ୍ୱପ୍ନର ଶରୀର ଓ ସଂସାର ହେଉଛି ମନୋମୟ। ସେହିପରି ଆମର ଶରୀର ଓ ବ୍ରହ୍ମାଣ୍ଡ ମନୋମୟ। ସଂସାର ଉପରେ ଯେପରି ପରଂବ୍ରହ୍ମଙ୍କ ଅଧିକାର, ସେହିପରି ଏହି ଶରୀର ଉପରେ ଆତ୍ମାର ଅଧିକାର ରହିଛି ବା ରହିବ। ସଂଘର କାର୍ଯ୍ୟକୁ ସଦସ୍ୟଙ୍କ କାର୍ଯ୍ୟ କୁହାଯାଏ। ସେହିପରି ଏହି ପରଂବ୍ରହ୍ମଙ୍କ ରଚନାକୁ ମନୁଷ୍ୟର ରଚନା ବା ଆତ୍ମାର ରଚନା ବୋଲି କୁହାଯାଏ। ବିଶ୍ୱବ୍ରହ୍ମାଣ୍ଡ ଈଶ୍ୱରଙ୍କର ସୃଷ୍ଟି ହେଲେ ଆମ୍ଭର ସୃଷ୍ଟି ମଧ୍ୟ। ଯେପରି ସଂଘର ନିୟମ ସଭ୍ୟଙ୍କ ଦ୍ୱାରା ତିଆରି, ଠିକ୍ ସେହିପରି ସଂସାରର ନିୟମ ମନୁଷ୍ୟ ଦ୍ୱାରା ତିଆରି। ହିନ୍ଦୁ ସଭାର ପ୍ରତ୍ୟେକ ସଭ୍ୟ ଯେପରି ହିନ୍ଦୁ, ସେହିପରି ବ୍ରହ୍ମଙ୍କ ସୃଷ୍ଟିରେ ପ୍ରତ୍ୟେକ ମନୁଷ୍ୟ ବ୍ରହ୍ମ। ପ୍ରକୃତ ତଥ୍ୟ ହେଉଛି ସଂସାର ଆମ ଦ୍ୱାରା ତିଆରି। ତେଣୁ ସଂସାରର ପ୍ରତ୍ୟେକ ବସ୍ତୁ ଆମ କ୍ଷତି ପାଇଁ ନୁହେଁ। ରୋଗ ଦୁଃଖ ସୃଷ୍ଟି ହେବା ଅସମ୍ଭବ। ଯଦି ନିଜକୁ ଈଶ୍ୱରଙ୍କ ସନ୍ତାନ କୁହାଯାଏ, ତେବେ ପିତାଙ୍କ ଗୃହରେ ଥିବା ସନ୍ତାନମାନଙ୍କ ପାଖରେ ସାପ ବିଛା ରହିବା ଓ ରୋଗ ହେବା ଅସମ୍ଭବ। ତେଣୁ ଭୟ ତ୍ୟାଗ କରି ନିର୍ଭୟ ହୁଅ। ରୋଗର ସୃଷ୍ଟିକର୍ତ୍ତା ଈଶ୍ୱର ନୁହେଁ, ଏହା ନିଜର ଅସତ୍ୟ କଳ୍ପନା। ଭାବନା କର, ଶରୀରରେ ରୋଗ ନାହିଁ। ଯାହା ଥିଲା ଭଲ ହୋଇଅଛି, ଆଉ ରୋଗ ଆସିବ ନାହିଁ। ଦୃଢ଼ତା ସହିତ ନିଜ ଅଜ୍ଞାତ ଶକ୍ତିକୁ ଆଜ୍ଞା ଦିଅ, ଯେପରି ସେ ଏହା ଶୀଘ୍ର ଦୂର କରିଦେଉ। ଯେପରି ରାଜା ମନ୍ତ୍ରୀକୁ ଦୃଢ଼ ଆଦେଶ ଦିଅନ୍ତି, ସେ ଅଜ୍ଞାତ ଶକ୍ତି ସବୁ ଠିକ୍ କରିଦେବ ଓ ତୁମେ ଶୀଘ୍ର ନିରୋଗ ଓ ସୁସ୍ଥ ହୋଇଯିବ। ଆପଣଙ୍କର ଯଦି ଏହି ଅଧ୍ୟାୟରେ କିଛି ବୁଝିବାର ଅସୁବିଧା ହେଉଅଛି, ତାହେଲେ ମୋ ସହିତ ଯୋଗାଯୋଗ କରନ୍ତୁ। ମୋର ଫୋନ୍ ନମ୍ବର ହେଉଛି
98616624 ତତ୍ସଙ୍ଗେ ସଙ୍ଗେ ଯଦି ଏହି ଅଧ୍ୟାୟଟି ଆପଣଙ୍କର ହୃଦବୋଧ ହେଉଛି ତାହେଲେ ଆପଣ ଯଦି ସବସ୍କ୍ରାଇବ୍ ନ କରିଛନ୍ତି ତାହେଲେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ। ମୁଁ ଏତିକି କହି ମୋର ବକ୍ତବ୍ୟକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ପ୍ରେମ ଜୟ ଜୀବ ଜୟ ଜୀବ ଜୟ ଜୀବ।